1977 ମସିହାର କଥା। ସେତେବେଳେ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା ଯେ ତାମିଲନାଡୁର ପେରିୟାର ରାମସ୍ୱାମୀଙ୍କ ମୂର୍ତ୍ତି ତଳେ କିଛି ଆପତ୍ତି କଥା ଲେଖାଯାଇଛି, ଯାହାକି ଲୋକମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି। ତେଣୁକରି ସେସବୁକୁ ହଟାଇ ଦିଆଯିବା ଦରକାର। ମାମଲା ଶୁଣାଣି ପରେ ମାଡ୍ରାସ ହାଇକୋର୍ଟ ଏ ମାମଲାକୁ ଖାରଜ କରି କହିଥିଲେ ଯେ ପେରିୟାର ରାମସ୍ୱାମୀ ଯାହା କହିଥିଲେ ସେଥିରେ ସେ ବିଶ୍ୱାସ ରଖିଥିଲେ। ସେଥିପାଇଁ ସେ କହିଥିବା ଶବ୍ଦକୁ ତାଙ୍କ ମୂର୍ତ୍ତି ତଳେ ଲେଖାଯିବାରେ କୌଣସି ଅସୁବିଧା ନାହିଁ। ପେରିୟାରଙ୍କ ମୂର୍ତ୍ତି ତଳେ ଲେଖା ହେଇଥିଲା ଯେ ଭଗବାନ ବିଲକୁଲ ନାହାନ୍ତି, ମୂର୍ଖମାନେ ଭଗବାନଙ୍କୁ ସୃଷ୍ଟି କରିଛନ୍ତି, ଦୁଷ୍ଟମାନେ ଭଗବାନଙ୍କ ପ୍ରଚାର କରୁଛନ୍ତି, ଅଶିକ୍ଷିତମାନେ ଭଗବାନଙ୍କୁ ପୂଜା କରୁଛନ୍ତି। ତାହେଲେ ଆସନ୍ତୁ ଆମେ ଜାଣିନେବା ପେରିୟାର ରାମସ୍ୱାମୀ ଭଗବାନଙ୍କୁ ପଚାରିଥିବା 15ଟି ଆଶ୍ଚର୍ଯ୍ୟ କଲା ଭଳି ପ୍ରଶ୍ନ, ଯାହାକି ଆପଣ ଶୁଣିଲେ ବିଚଳିତ ହେଇଯିବେ। ତେବେ ପ୍ରଶ୍ନ ନମ୍ବର 1, କ'ଣ ତୁମେ ଭୟଭୀତ ଅବସ୍ଥାରେ ଅଛ, ଯେଉଁଥିପାଇଁ ସବୁବେଳେ ଲୁଚିକି ରହୁଛ, କେବେ କାହା ସାମ୍ନାକୁ ଆସୁନାହଁ କାହିଁକି? ପ୍ରଶ୍ନ ନମ୍ବର 2, କ'ଣ ତୁମେ ଜଣେ ଚାଟୁକାରବାଦୀ ଯିଏ ଦିନରାତି ଲୋକମାନଙ୍କ ଦ୍ୱାରା ନିଜର ପୂଜା ଅର୍ଚ୍ଚନା କରିବାକୁ ଚାହୁଁଛି? ପ୍ରଶ୍ନ ନମ୍ବର 3, କ'ଣ ତୁମେ ସବୁବେଳେ ଭୋକିଲା ରହୁଛ, ଯେଉଁଥିପାଇଁ ଲୋକମାନଙ୍କ ଠାରୁ ପ୍ରତିଦିନ ମିଠା ଫଳ, କ୍ଷୀର, ଘିଅ, ଚାଉଳ ଆଦି ନେଇ ଚାଲିଛ? ପ୍ରଶ୍ନ ନମ୍ବର 4, କ'ଣ ତୁମେ ଜଣେ ମାଂସାହାରୀ ଯିଏ ଲୋକମାନଙ୍କୁ ନିରୀହ ଜୀବଜନ୍ତୁମାନଙ୍କର ବଳି ମାଗୁଛି? ପ୍ରଶ୍ନ ନମ୍ବର 5, କ'ଣ ତୁମେ ଜଣେ ସୁନା ବ୍ୟବସାୟୀ ଯିଏ ମନ୍ଦିରମାନଙ୍କରେ ଲକ୍ଷ ଲକ୍ଷ ଟନ୍ ସୁନା ଲୁଚାଇ ରଖିଛି? ପ୍ରଶ୍ନ ନମ୍ବର 6, କ'ଣ ତୁମେ ଜଣେ ବ୍ୟଭିଚାରୀ ଯିଏ ମନ୍ଦିରମାନଙ୍କରେ ନଚାଇବା ପାଇଁ ଦେବଦାସୀ ରଖୁଛି? ପ୍ରଶ୍ନ ନମ୍ବର 7, କ'ଣ ତୁମେ ଏତେ କମଜୋର ଯିଏ ପ୍ରତିଦିନ ହେଉଥିବା ବଳାତ୍କାର ଗଣଦୁଷ୍କର୍ମକୁ ରୋକିବାରେ ଅସମର୍ଥ? ପ୍ରଶ୍ନ ନମ୍ବର 8, କ'ଣ ତୁମେ ଜଣେ ମୂର୍ଖ ଯିଏ ଦେଶରେ ଏତେ ଗରିବ ଅନାହାର ଥାଇ ମଧ୍ୟ କୋଟି କୋଟି ଟଙ୍କାର କ୍ଷୀର, ଘିଅ, ଚାଉଳ, ତେଳ ନିଜେ ନ ଖାଇ କାହାକୁ ନ ଦେଇ ନଦୀନାଳରେ ଭସେଇ ଦେଉଛ? ପ୍ରଶ୍ନ ନମ୍ବର 9, କ'ଣ ତୁମେ ଜଣେ ବଧିର ଯିଏ ବିନା କାରଣରେ ମରୁଥିବା ଲୋକ, ଦୁଷ୍କର୍ମର ଶିକାର ହେଉଥିବା ଝିଅ ବୋହୂମାନଙ୍କର ଚିତ୍କାର ଶୁଣିପାରୁନ? ପ୍ରଶ୍ନ ନମ୍ବର 10, କ'ଣ ତୁମେ ଜଣେ ଅନ୍ଧ ଯାହାକୁ ପ୍ରତିଦିନ ସମାଜରେ ହେଉଥିବା ଦୁର୍ନୀତି ଅପରାଧ ଦେଖାଯାଉ ନାହିଁ? ପ୍ରଶ୍ନ ନମ୍ବର 11, କ'ଣ ତୁମେ ଆତଙ୍କବାଦୀମାନଙ୍କ ସହିତ ହାତ ମିଶାଇଛ, ଯେଉଁଥିପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ଧର୍ମ ନାଁରେ ମାରି ଦେଉଛ? ପ୍ରଶ୍ନ ନମ୍ବର 12, କ'ଣ ତୁମେ ଜଣେ ମୂକ ଯିଏ କୋଟି କୋଟି ଲୋକଙ୍କ ଅନେକ ପ୍ରଶ୍ନ ପଚାରିବା ପରେ ନିଜର ଦୁଃଖ ଜଣାଇବା ପରେ ବି କେବେ ଥରୁଟିଏ ମୁହଁ ଖୋଲି ନାହିଁ? ପ୍ରଶ୍ନ ନମ୍ବର 13, କ'ଣ ତୁମେ ଜଣେ ଆତଙ୍କବାଦୀ ଯିଏ ଚାହେଁ ଲୋକମାନେ ସବୁବେଳେ ମୋତେ ଡରିକି ବଞ୍ଚନ୍ତୁ? ପ୍ରଶ୍ନ ନମ୍ବର 14, କ'ଣ ତୁମେ ଜଣେ ଭ୍ରଷ୍ଟାଚାରୀ ଯିଏ କେବେ ଗରିବକୁ କିଛି ଦେଇପାରିନି, ବରଂ ଗରିବ ଝାଳ ରକ୍ତ ବୁହାଇ ପରିଶ୍ରମ କରି କମାଇଥିବା ଧନକୁ ତୁମ ପାଇଁ ଖର୍ଚ୍ଚ କରେ? ଶେଷ ପ୍ରଶ୍ନ, ପ୍ରଶ୍ନ ନମ୍ବର 15, କ'ଣ ତୁମେ ଜଣେ ମୂର୍ଖ ଯିଏ ଆମ ଭଳି ନାସ୍ତିକକୁ ଜନ୍ମ ଦେଇଛି, ଯିଏ ତୁମକୁ ଅବିଶ୍ୱାସ କରେ ଏବଂ ତୁମ ଅସ୍ତିତ୍ୱ ଉପରେ ଅନେକ ପ୍ରଶ୍ନ ଚିହ୍ନ ଲଗାଇଥାଏ? ତେବେ ପେରିୟାର ରାମସ୍ୱାମୀ ପଚାରିଥିବା 15ଟି କୋଶ୍ଚିନ୍ ଉପରେ ଆପଣଙ୍କ ମତାମତ ଆମ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ।